ଢେଙ୍କାନାଳ ଜିଲ୍ଲା ଗଅଣ୍ଡିଆ ବ୍ଲକ ଅନ୍ତର୍ଗତ କାଶୀପୁର ଗ୍ରାମ ପଞ୍ଚାୟତ ଅଧୀନ ଲହଡ଼ା ଗ୍ରାମରେ ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଜାତୀୟ କଂଗ୍ରେସ ଦଳର ଗଅଣ୍ଡିଆ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ଦଳର ବ୍ଲକ ସଭାପତି ଡକ୍ଟର ବନମାଳୀ ଦାସ ଚାଷୀମାନଙ୍କ ଗହଣରେ ଅତି ଆନନ୍ଦ ଉଲ୍ଲାସର ସହିତ ଅକ୍ଷି ମୁଠି ବୁଣିଥିଲେ। ତତ୍ସହିତ ଏହି ଡବଲ ଇଞ୍ଜିନ ସରକାରରେ ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ଚାଷ ଉପରେ ନିର୍ଭର କରି ନିଜର ପରିବାର ପୋଷଣ କରୁଥିବା ଚାଷୀ ଭାଇମାନେ ଅନେକ ସମୟରେ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଅଛି। ପୂର୍ବରୁ କଂଗ୍ରେସ ସରକାର ସମୟରେ ଚାଷୀ ମାନଙ୍କୁ ଯେଉଁ ସବୁ ସୁବିଧା ଯଥା କୃଷି ଋଣ ଛାଡ଼, ସାର ଔଷଧ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ସବସିଡି ପ୍ରଦାନ ଆଦି ଅନେକ ସୁବିଧା ମିଳୁଥିଲା, କିନ୍ତୁ ଏବେ ଚାଷ କ୍ଷେତ୍ରରେ ଚାଷୀ ଭାଇଟିକୁ ଏହି ସରକାରଙ୍କ ପକ୍ଷରୁ ସେପରି କୌଣସି ଆଖି ଦୃଷ୍ଟିଆ ସୁବିଧା ସଠିକ ସମୟରେ ମିଳୁନଥିବାକୁ ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଚାଷୀମାନଙ୍କ ସହିତ ସବୁ ସମୟରେ କଂଗ୍ରେସ ଦଳ ରହିଛି ଓ ରହିବ ବୋଲି ପ୍ରକାଶ କରିଥିଲେ। ମୁଁ ବୀରେନ୍ଦ୍ର ଧଳ, ଘର ଲହଡ଼ା। ପବିତ୍ର ଅକ୍ଷୟ ତୃତୀୟାରେ ଆପଣଙ୍କ ଗହଣରେ ଗଅଣ୍ଡିଆ ବ୍ଲକ କଂଗ୍ରେସ ସଭାପତି ଯୋଗ ଦେଇଛନ୍ତି, ଅକ୍ଷମୁଠି ମଧ୍ୟ ବୁଣିଛନ୍ତି, କ'ଣ କହିବେ? ଯାହା ହଉ ଆମେ ବହୁତ ଖୁସି ଯେ ବନମାଳୀ ଦାସ ଜଣେ ସମାଜସେବୀର ରାଜନେତାକୁ ଆଜି ଆସିଛନ୍ତି। ସେ ଆମ ଗଅଣ୍ଡିଆ ବ୍ଲକ ସଭାପତି କଂଗ୍ରେସର ଅଛନ୍ତି। ଆମମାନେ ବହୁତ ଖୁସି। ତେଣୁ ସେହି ପରିପ୍ରେକ୍ଷୀରେ ଆମ ଗାଁର ବସ୍ତି ବାସିନ୍ଦା ମାନେ SC ST ଲୋକମାନେ ସମସ୍ତେ ଭାଇଙ୍କି ଡାକିଛନ୍ତି ଅକ୍ଷୟ ତୃତୀୟା ଦିନ ଏଠି ଅକ୍ଷୟମୁଠି ଆରମ୍ଭ କରିବେ। ଆମମାନେ ବହୁତ ଖୁସି, ଏଭଳି ଜଣେ ବ୍ୟକ୍ତିତ୍ୱକୁ ପାଇ ଆମେ ଆଜି ବହୁତ ଖୁସି ଅନୁଭବ କରୁଛୁ। ମୋ ନାଁ ବନମାଳୀ ଦାସ, ମୁଁ ଗଅଣ୍ଡିଆର ବ୍ଲକ କଂଗ୍ରେସ କମିଟିର ସଭାପତି ଅଛି। କ'ଣ କହିବେ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷମୁଠି ବୁଣିଲେ ଦଳିତ ଆଦିବାସୀଙ୍କ ଗହଣରେ, କ'ଣ କହିବେ? ଆଜି ହେଉଛି ଗୋଟେ ବଡ଼ ପବିତ୍ର ଦିନ ଏବଂ ଦିବ୍ୟ ମୁହୂର୍ତ୍ତର ଦିନ। କାହିଁକି ନା ଆଜି ହିଁ ପ୍ରଭୁ ଜଗନ୍ନାଥଙ୍କର ରଥ କାମ ଆରମ୍ଭ ହୁଏ। ଯେହେତୁ ଦିବ୍ୟ ମୁହୂର୍ତ୍ତର ସମୟଟା ଅକ୍ଷୟ ତୃତୀୟା, ତେଣୁ ଜଗନ୍ନାଥଙ୍କର ରଥ କାର୍ଯ୍ୟ ଆଜି ଆରମ୍ଭ ହୁଏ। ଏବଂ ଆମ ଭାରତବର୍ଷ ହେଉଛି କୃଷି ପ୍ରଧାନ ଏବଂ ଋଷି ପ୍ରଧାନ ଦେଶ। ତା ଭିତରୁ କୃଷି ହେଉଛି ଆମ ଓଡ଼ିଶାର ଜୀବନ ଜୀବିକା। କାହିଁକି ନା ଆମ ଓଡ଼ିଶାରୁ ହିଁ ଧାନ ପ୍ରଥମ ଉତ୍ପାଦନ ହେଇଥିଲା। ତେଣୁ ଆମର ଓଡ଼ିଶାର ଚାଷୀ ଭାଇମାନେ ଓଡ଼ିଶାକୁ ଖାଦ୍ୟ ଯୋଗାଉଛନ୍ତି। ଏହି ଦିନରେ ସେମାନେ ପ୍ରଥମେ এই ଅକ୍ଷିମୁଠି ଯେଉଁ କରନ୍ତି ଧାନ ପ୍ରଥମେ ହିଁ ଆଜି ବୁଣିଥାନ୍ତି। ଆଜି ଦିନରେ ବୁଣିଲେ ଶସ୍ୟ ଧରିତ୍ରୀ ମାତାରେ ଉତ୍ତମ ଶସ୍ୟ ଉତ୍ପାଦନ ହୋଇଥାଏ ଆଉ ଉତ୍ତମ ଫଳ ହୋଇଥାଏ, ଯେଉଁଟାକି ଆମର ଜୀବନ ବଞ୍ଚିଥାଏ ଏ ଶସ୍ୟକୁ ଖାଇକିରି। ତେଣୁ ଇଏ ଗୋଟେ ବଡ଼ ଦିବ୍ୟ ମୁହୂର୍ତ୍ତ, ଦିବ୍ୟ ସଂଯୋଗ ଆମର ଜୀବନ ଜୀବିକାକୁ ଆଗକୁ ନେବା ପାଇଁ, କୃଷି ଭାଇମାନଙ୍କର ଉନ୍ନତି କରିବା ପାଇଁ। କାହିଁକିନା କୃଷି ବିନା ଆମ ଦେଶ କେବେ ହେଲେ ଅଗ୍ରଗତି କରିପାରିବନି। ଆମ ଦେଶ ଆଜି ଅଗ୍ରଗତି ଯଦି କରିଥାଏ ତାହେଲେ କୃଷି ପାଇଁ, କୃଷକ ଭାଇମାନଙ୍କ ପାଇଁ। ସେଥିପାଇଁ ଆମର ଗୋଟେ କଥାରେ ଅଛି, ଜୟ ଯବାନ ଜୟ କିଷାନ। କିଷାନର ଯଦି ଜୟ ନ ହେଲା ତାହେଲେ ଦେଶର କେବେ ଜୟ ହେଇପାରିବନି। କୃଷି ପ୍ରଧାନ ରାଜ୍ୟ ହିସାବରେ ଓଡ଼ିଶାର ଆଜି ହେଉଛି ସେ ଦିନ। ତେଣୁ ପ୍ରଥମେ ଆମ ସମସ୍ତ ଚାଷୀ ଭାଇମାନଙ୍କୁ ନେଇକରି ପ୍ରତି ଗାଁରେ ପ୍ରତି ପୁରପଲ୍ଲୀରେ ଆଜି ହିଁ ଶସ୍ୟ ବୁଣା ହେଇଥାଏ, ସେହି ଉଦ୍ଦେଶ୍ୟରେ କି ଆଗକୁ ଅନାହାର କେହି ନ ରୁହନ୍ତୁ ଆଉ ବହୁତ ପରିମାଣରେ ଶସ୍ୟ ଉତ୍ପାଦନ ହେଉ। ଏଇଟା ସେ ଦିବ୍ୟ ମୁହୂର୍ତ୍ତର ଦିନ। ତେଣୁ ଆଜି ମୁଁ ଏଠି ଆମର ଭାଇମାନଙ୍କୁ ଧରି ଲହଡ଼ା ଗ୍ରାମରେ ଅଭିମନ୍ୟୁ କମାର ଭାଇ ଆଉ ସେ ମୋତେ ଡାକିଥିଲେ ତାଙ୍କ ବିଲରେ ଆଜି ଅନୁକୂଳ କରିବା ପାଇଁ। ଲହଡ଼ାର ସମସ୍ତ ଅଗଣିତ ଭାଇମାନେ ମାଆମାନେ ଅଛନ୍ତି, ତାଙ୍କର ଉତ୍ସାହ ଆଉ ଆଗ୍ରହ ସକାଶେ ମୁଁ ଆଜି ଏଠି ଆସି ଏଇ ବିଲରେ ଆମର ଧରିତ୍ରୀ ମାତାରେ ଏଠି ଆମେ ଆଜି ଶସ୍ୟ ପ୍ରଥମେ ବୁଣିଲୁ। ମୋ ଶ୍ରୀ ଯଶାନନ୍ଦ ଦେହୁରୀ, ଆଉ ଆମ ଘର ଷଡ଼ଙ୍ଗୀ। ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସରେ ପ୍ରଭୁ ଜଗନ୍ନାଥଙ୍କର ଅଖ ମୁଠି କରାଯାଇଥିଲା ବା ଅଖ ଧରାଯାଇଥିଲା। ସେହି ପରିପ୍ରେକ୍ଷୀରେ ଚାଷୀ ଭାଇମାନଙ୍କର ଯେଉଁ ଅକ୍ଷୟ ତୃତୀୟାରେ ଆଉ ସେ ଅଖମୁଠି ବାହିବେ ଏବଂ ଧାନ ଅନୁକୂଳ କରିବେ। এই ଅକ୍ଷୟ ତୃତୀୟା ଦିନ ଧାନ ଅନୁକୂଳ କଲେ
ଧରିତ୍ରୀ ମା ଶସ୍ୟ ଶ୍ୟାମଳ ଦେବ ଏବଂ ଚାଷୀ ଭାଇମାନେ ଉପକୃତ ହେବେ। ସେ ଦୃଷ୍ଟିରୁ ଅକ୍ଷୟ ତୃତୀୟାରେ ସିଦ୍ଧାର୍ଥ ମହାପୁରୁଷ ମାନେ ଆଗରୁ କରିଛନ୍ତି। ଆଜି ଆମର ବ୍ଲକର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବନମାଳୀ ଦାସଙ୍କର ତତ୍ତ୍ୱାବଧାନରେ ଆଜି ଲହଡ଼ା ଗ୍ରାମରେ ଅକ୍ଷୟ ତୃତୀୟା ଅକ୍ଷମୁଠି ଅନୁକୂଳ କରାଗଲା। ସେଥିପାଇଁ ଧନ୍ୟବାଦ ଦେଇ ମୋର ଢେଙ୍କାନାଳରୁ ଅକ୍ଷୟ କୁମାର ପାତ୍ରଙ୍କ ସହିତ ବିଜୟ କୁମାର ଷଣ୍ଢଙ୍କ ରିପୋର୍ଟ ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।